ପିଲାମାନେ ଆଜି ଆମେ ଢ ଏବଂ ଣ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ଢ କୁ ବ୍ୟବହାର କରି ଅବନା ଶବ୍ଦ ଜାଣିବା। ଏବେ ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଢ ଗ ଢଗ ଢ ମ ଢମ କ ଢ କଢ ଗ ଢ ଗଢ ବ ଢ ବଢ ମ ଢ ମଢ ପ ଢ ପଢ। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଗ ଢ ଣ ଗଢଣ। ଏବେ ଣ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଆ ଣ ଆଣ କ ଣ କଣ ଗ ଣ ଗଣ ଛ ଣ ଛଣ ବର୍ଗ୍ୟ ଜ ଣ ଜଣ ପ ଣ ପଣ ବ ଣ ବଣ ର ଣ ରଣ। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ପ ଣ ଦନ୍ତ୍ୟସ ପଣସ ଲ ବ ଣ ଲବଣ କ ର ଣ କରଣ ବ ର ଣ ବରଣ ମ ର ଣ ମରଣ ତାଲବ୍ୟ ସ ର ଣ ଶରଣ ହ ର ଣ ହରଣ କ ମୂର୍ଧନ୍ୟ ଷ ଣ କଷଣ ଲ କ୍ଷଣ ଲକ୍ଷଣ ଭ କ୍ଷଣ ଭକ୍ଷଣ। ଏବେ ଚାରି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅ ଣ ଦନ୍ତ୍ୟସ ର ଅଣସର ଆ ହ ର ଣ ଆହରଣ ଅ ଘ ଟ ଣ ଅଘଟଣ ଆ ବ ର ଣ ଆବରଣ। ଏବେ ପାଞ୍ଚ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅ ପ ହ ର
ଅପହରଣ ଅପହରଣ ଅ ଅ ବ ବ ତ ତ ର ର ଣ ଣ ଅବତରଣ। ଅବତରଣ। ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆସନ୍ତା ଭିଡ଼ିଓରେ।